ଆଉ କେତେ ଦିନ ଏଇ ମାଣିକଗଡ଼ ରାଜ୍ୟରେ ବସେ ଏ ପ୍ରଜାମାନଙ୍କୁ ଶାସନ କରି ଚାଲିଥିବ। ଆଉ କେଇଟା ଦିନ ଅପେକ୍ଷା କର, ତୋ ରାଜବଂଶକୁ ନିପାତ କରିଦେବି। তো তলে গড়ি থিবা সাম্রাজ্যকে ভাঙি রুচে চুরমার করে দেবে। ও অনাগ্নে বনযোগ অগ্নে বনাগ্নে আজকে 2 দিন হলা ও সহযোগী ভাই যাচ্ছে মানিকগড়କୁ গুপ্তচর হয়ে যাইছে। এ পর্যন্ত আসুনি কাহিকি? আর কৌশি অসুবিধা হয়নি তো? কালে সে গুপ্তচর হয়ে যাইଥିବା কথা রাজাঙ্কু কাନରେ পড়িনি তো? না 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 না, ମୋ ଭାଇ ଜଣେ ଚତୁର ଲୋକ, ଯେମିତି ହଉ ନା କାହିଁକି ସେଠାରୁ ଖସି ନିଶ୍ଚୟ ପହଞ୍ଚିବ। ମୁଁ କିଛି କ୍ଷଣ ଅପେକ୍ଷା କରିନି। ତୁମେ କୁଶଳରେ ଫେରି ଆସିଛ? ହେଲେ ଚାକ୍ଷେ ଏ ସମ୍ବାଦ ନେଇ ଆସିଛ ସେଇ ମାଣିକଗଡ଼ ରାଜ୍ୟର? ଚାକ୍ଷେ ମୁଁ ଯେତେବେଳେ ମାଣିକଗଡ଼କୁ ଯାତ୍ରା କଲି ସେଇଠି ଯାହା ଦେଖିଲି ଭାଇ। କଣ ଦେଖିଲ? ରାଜା ଦେବଦତ୍ତ ଆଉ ରାଜ୍ୟର ଜନପ୍ରଜା ମିଶି ତା ବଡ଼ ପୁଅ ଅକ୍ଷୟକୁ ରାଜ୍ୟ ଅଭିଷେକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଭାଇ। କଣ ହେଲା ଚାକ୍ଷେ? ରାଜା ଦେବଦତ୍ତ ଆଉ ରାଜ୍ୟର ଜନପ୍ରଜା ମିଶି ତା ବଡ଼ ପୁଅକୁ ମାଣିକଗଡ଼ର ରାଜା କରାଇବେ? ନାଇଁ 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 ଚାକ୍ଷେ, ବଞ୍ଚିଥିବା ପର୍ଯ୍ୟନ୍ତ ମାଣିକଗଡ଼ ରାଜ୍ୟରେ କେହି ବି ରାଜା ହେଇପାରିବେନି। କେହି ନୁହଁ, ମାରିଦେବି ସମସ୍ତଙ୍କୁ। ଚାକ୍ଷେ ଏ ସମ୍ବାଦ କିନ୍ତୁ ଆମ 2 ଜଣଙ୍କ ପାଇଁ ଅଶୁଭ ସମ୍ବାଦ। ଅଶୁଭ ସମ୍ବାଦ ବି ଅଛି ଭାଇ। ଆରେ ବିଳମ୍ବ କାହିଁକି ଚାକ୍ଷେ? ଶୀଘ୍ର ପ୍ରକାଶ କର ସେଇ ଶୁଭ ସମ୍ବାଦ। ସେଇ ଶୁଭ ସମ୍ବାଦ ହେଉଛି ଆସନ୍ତାକାଲି ରାଜା ଦେବଦତ୍ତର ବେନି ପୁଅ କଣ କରିବେ? ଅକ୍ଷୟ ଅଭୟ ଦିଗ୍ବିଜୟ ଯାତ୍ରା କରିବେ ଭାଇ। କଣ ହେଲା? ଆସନ୍ତାକାଲି ରାଜା ଦେବଦତ୍ତଙ୍କ ବେନି ପୁତ୍ର ଦିଗ୍ବିଜୟ ଯାତ୍ରା କରିବେ? ହଁ ଭାଇ। ଚାକ୍ଷେ